ଚାର ପ୍ରସ୍ତାବରେ ବାଜିଲା ମୋହର। ସରିଲା ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ। 3 ବିଭାଗର 4ଟି ପ୍ରସ୍ତାବ ଉପରେ ବାଜିଲା ମୋହର। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଓଡ଼ିଶାର ପ୍ରୟୋଗ ପାଇଁ 1948ର 63ତମ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ। ଏହା 20 କିମ୍ବା ଅଧିକ କର୍ମଚାରୀ ନିୟୋଜିତ କରିଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ। ଓଡ଼ିଆରେ ସାଇନ୍ ବୋର୍ଡ ପ୍ରଦର୍ଶନ ପାଇଁ ଦିନକୁ କାର୍ଯ୍ୟ 9ରୁ 10 ଘଣ୍ଟା ବୃଦ୍ଧି। କୌଣସି ପ୍ରତିଷ୍ଠାନର ଜଣେ କର୍ମଚାରୀ 10 ଘଣ୍ଟାରୁ ଅଧିକ କାମ କଲେ ଓଭର ଟାଇମ୍ ପାଇବେ। ରାତିରେ ମହିଳା କର୍ମଚାରୀ ଚାହିଁଲେ କାମ କରିପାରିବ। ସମନ୍ୱିତ ପ୍ରଦାନ କରିବେ। ସୁରକ୍ଷା ପ୍ରତି ଧ୍ୟାନ ଦେବେ ସରକାର। ବରିଷ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଅନୁମତି ଦିଆଯାଇଛି। ଶିକ୍ଷା ଅଧିକାରୀ ଆଇନ 2009 ଉଦ୍ଦେଶ୍ୟକୁ ପୂରଣ ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଞ୍ଚାୟତ ସ୍ତରରେ ପ୍ରାଥମିକ ସ୍ତରରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ। 3 ବର୍ଷ ପର୍ଯ୍ୟନ୍ତ 2200ଟି ବିଦ୍ୟାଳୟ ନିର୍ମାଣ ଆଉ ଖର୍ଚ୍ଚ ହେବ 1200 କୋଟି। 5 କୋଟିରୁ ଅଧିକ ଟଙ୍କା ଗୋଟିଏ ବିଦ୍ୟାଳୟରେ ଖର୍ଚ୍ଚ ହେବ। ପର୍ଯ୍ୟାୟରେ 3 ବର୍ଷ ଏବଂ ପରେ ସମସ୍ତ ପଞ୍ଚାୟତରେ ନିର୍ମାଣ କରାଯିବ। କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତ ସରିଛି। 69 ଏକର ପାରିପାର୍ଶ୍ୱକୁ ଉନ୍ନତି ହେବ। 226 ଟଙ୍କା। 240,000 ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସଙ୍ଗରେ ବସିଲା ଭଳି 500 ସିଟ୍ ବିଶିଷ୍ଟ ହଲ୍ ନିର୍ମାଣ ହେବ। ମାଟି ତଳୁ ବାହାରିଲା ସୁନା। ବିରଳ ପୃଥିବୀ ଖଣିଜ ପଦାର୍ଥ ଉପରେ ଚୀନ ଏକାଧିକ ଶେଷ ହେବାକୁ ଯାଉଛି। ଚୀନ ସହିତ ଉତ୍ତେଜନା ପରେ ଭାରତ ମଧ୍ୟ ଦେଶ ଭିତରେ ଏପରି ଖଣିଜ ପଦାର୍ଥ ପାଇଁ ଏହାର ଅନୁସନ୍ଧାନ ବୃଦ୍ଧି କରିଛି। ଏହାର ଫଳାଫଳ ପୂର୍ବରୁ ଦୃଶ୍ୟମାନ ହେଉଛି। ରାଜସ୍ଥାନର ନୌଗାଁର ଡଗାନା ଅଞ୍ଚଳରେ ଲିଥିୟମ୍ ଏକ ବଡ଼ ଭଣ୍ଡାର ଆବିଷ୍କୃତ ହୋଇଛି। ଏହି ଖଣିଜ ପଦାର୍ଥକୁ ଧଳା ସୁନା ମଧ୍ୟ କୁହାଯାଏ। ଏହାକୁ ଆଜି ପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ଼ ଭଣ୍ଡାର ଭାବେ ବିବେଚନା କରାଯାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ବର୍ତ୍ତମାନ ଏହାର ଲିଥିୟମ୍ ଆବଶ୍ୟକତା ପୂରଣ କରିବା ପାଇଁ ଚୀନ ଉପରେ ନିର୍ଭର କରେ। ଏହାର ଯୋଗାଣର 70-80% ଚୀନରୁ ଆମଦାନୀ କରେ। ତଥାପି ଏତେ ବଡ଼ ଭଣ୍ଡାର ଆବିଷ୍କାର ହେବା ସହିତ ଚୀନର ମହାଶକ୍ତି ଉପରେ ଭାରତ ନିର୍ଭରତା ଶେଷ ହେବାକୁ ଯାଉଛି। ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ମଧ୍ୟ ଲିଥିୟମ୍ ଭଣ୍ଡାର ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି। ସେପ୍ଟେମ୍ବର 23 ତାରିଖରୁ ବିକ୍ରୟ ପାଇଁ ଟେଣ୍ଡର ଡକୁମେଣ୍ଟ ଉପଲବ୍ଧ ଏବଂ ଦାଖଲ ତାରିଖ ଶେଷ ଡିସେମ୍ବର 1, 2025। ଟ୍ରଫି ନେଇ ଫେରାର ହୋଇଥିବା ନକ୍ଭି କିଏ? ଭାରତୀୟ କ୍ରିକେଟ ଦଳ ଏସିଆ କପ୍ 2025ର ଟାଇଟଲ ମ୍ୟାଚରେ ପାକିସ୍ତାନୀ କ୍ରିକେଟ ଦଳକୁ ପରାସ୍ତ କରିଛି। ଏସିଆ କପ୍ରେ ଭାରତର ବିଜୟ ସତ୍ତ୍ୱେ ପାକିସ୍ତାନ ଏକ ନାଟକ କରିଥିଲା ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ପ୍ରକୃତରେ ବିଜୟ ପରେ ଭାରତୀୟ ଦଳ ମହସିନ ନକ୍ଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ନକ୍ଭି ଏସିଆ କପ୍ ଟ୍ରଫି ନେଇ ପଡ଼ିଆ ଛାଡ଼ି ଦେଇଥିଲେ। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ ମ୍ୟାଚ୍ ଜିତିବା ପରେ ମଧ୍ୟ ଇଣ୍ଡିଆ ଟିମ୍ ପାଖରେ ଏସିଆ କପ୍ ଟ୍ରଫି ନାହିଁ। ଏହା ଦଳ କିପରି ଫେରି ପାଇବ? ମହସିନ ନକ୍ଭି ପାକିସ୍ତାନର ଗୃହମନ୍ତ୍ରୀ ଏବଂ ଏସିଆ କ୍ରିକେଟ ପରିଷଦ ACC ଏବଂ ପାକିସ୍ତାନ କ୍ରିକେଟର ବୋର୍ଡ PCBର ବର୍ତ୍ତମାନର ଅଧ୍ୟକ୍ଷ। ନକ୍ଭି ତାଙ୍କ ପ୍ରତିଷ୍ଠା ଦିନରୁ ଭାରତ ବିରୋଧୀ ମନୋଭାବ ପାଇଁ ଜଣାଶୁଣା। ଅନେକ ସମୟରେ ଭାରତ ବିରୁଦ୍ଧରେ ବିଷ ଗାଳିଛନ୍ତି। ନକ୍ଭିଙ୍କୁ ଜଣେ ପାକିସ୍ତାନୀ ନେତା ଭାବରେ ବିବେଚନା କରାଯାଏ ଯିଏ ତାଙ୍କର ଭାରତ ବିରୋଧୀ ବୟାନବାଜି ପାଇଁ ଖବର ରଖିଛନ୍ତି। ଏହା ବିଶ୍ୱାସ କରାଯାଏ ଯେ ନକ୍ଭିଙ୍କ ଏସିଆ କପ୍ ଟ୍ରଫି ସହିତ ଗାୟବ ହେବା ପାକିସ୍ତାନରେ ତାଙ୍କ ମାଲିକମାନଙ୍କୁ ଖୁସି କରିବା ପାଇଁ। ଭାରତ ଏସିଆ କପ୍ ଫାଇନାଲ ବିଜୟୀ ହେବା ପରେ ପୁରସ୍କାର ବଣ୍ଟନ ଉତ୍ସବ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା। ତାପରେ ଭାରତୀୟ ଦଳ ନକ୍ଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ମନା କରିଦେଇଥିଲେ। ଯଦିଓ ନକ୍ଭି କିଛି ସମୟ ପାଇଁ ମଞ୍ଚ ଉପରେ ରହିଥିଲେ କିନ୍ତୁ ଭାରତୀୟ ଦଳକୁ ଟ୍ରଫି ପ୍ରଦାନ କରାଯାଇନଥିଲା। ଏହି ପ୍ରସଙ୍ଗ ବିଶ୍ୱବ୍ୟାପୀ ଆଲୋଚନା ଆରମ୍ଭ କରିଥିବାରୁ ଏହା ଗତିଶୀଳ ହେଉଥିବା ପରି ମନେ ହେଉଛି। ଏହା ବିଷୟକୁ ନେଇ ଭାରତୀୟ ପକ୍ଷରେ ମଧ୍ୟ ଯଥେଷ୍ଟ କ୍ରୋଧ ଦେଖିବାକୁ ମିଳିଛି। ହରୀଶ ମୁର୍ମୁଙ୍କୁ RBI ଡେପୁଟି ଗଭର୍ଣ୍ଣରର ଗୁରୁ ଦାୟିତ୍ୱ ଦିଆଗଲା। ଅକ୍ଟୋବର 9ରେ ସେ ଦାୟିତ୍ୱ ଗ୍ରହଣ କରିବେ ଏବଂ 3 ବର୍ଷ ପାଇଁ ଏହି ପଦବୀରେ ରହିବେ। ହରୀଶଙ୍କ ନିଯୁକ୍ତି ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି। ଏବେ ଶିରିଷ ଚନ୍ଦ୍ର ମୁର୍ମୁ ରିଜର୍ଭ ବ୍ୟାଙ୍କର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଅଛନ୍ତି। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟିରେ। ବର୍ତ୍ତମାନ ଡେପୁଟି ଗଭର୍ଣ୍ଣର ଥିବା ରାଜେଶ ରାଓଙ୍କ କାର୍ଯ୍ୟକାଳ ଅକ୍ଟୋବର 8ରେ ଶେଷ ହେବ। ଏପଟେ ଶିରିଷଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯୁଦ୍ଧ ଲଢ଼ିବେ ଦୁଇ ମହାଶକ୍ତି। ଚୀନ ସହିତ ସମ୍ଭାବ୍ୟ ସଂଘର୍ଷ ପ୍ରସ୍ତୁତି ପାଇଁ ଆମେରିକା ଏହାର ସାମରିକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି। କ୍ଷେପଣାସ୍ତ୍ର ନିର୍ମାତା ପେଣ୍ଟାଗନ ଦେଶର 12ଟି ପ୍ରମୁଖ ଅସ୍ତ୍ର ପ୍ରଣାଳୀ ଉତ୍ପାଦନ ଦ୍ୱିଗୁଣା କିମ୍ବା ଚାରିଗୁଣିତ କରିବାକୁ କହୁଛି। ପ୍ରତିରକ୍ଷା ଉପକରଣ ନିର୍ମାଣରେ ବ୍ୟବହୃତ ରାଜନୈତିକ ଖଣିଜ ପଦାର୍ଥ ଚୋରାଚାଲାଣ ଉପରେ ଚୀନ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିଛି। ଯେଉଁ ଅସ୍ତ୍ରଗୁଡ଼ିକ ଉତ୍ପାଦନ ବୃଦ୍ଧି କରାଯାଉଛି ସେଥିରେ ପ୍ୟାଟ୍ରିଅଟ୍, ଇଣ୍ଟରସେପ୍ଟର, ଲଙ୍ଗ ରେଞ୍ଜ ଆଣ୍ଟି-ଶିପ୍ ମିସାଇଲ, ଷ୍ଟାଣ୍ଡାର୍ଡ ମିସାଇଲ ଉତ୍ପାଦନ ଲକ୍ଷ୍ୟ ରଖିଛି ଯାହା ବର୍ତ୍ତମାନ ହାରାହାରି ପ୍ରାୟ
4 ଗୁଣ। ଏହି ସମୟରେ ବିଦେଶୀ ଦେଶଗୁଡ଼ିକ ଦ୍ୱାରା ଆଣ୍ଟିମନି ଭଳି ରଣନୀତିକ ଖଣି ପଦାର୍ଥ ଚୋରାଚାଲାଣକୁ ରୋକିବା ପାଇଁ ଚୀନ କଡ଼ା ନଜର ରଖିଛି। ଖଣିଜ ପଦାର୍ଥ ଅବୈଧ ଭାବରେ ରପ୍ତାନି କରୁଥିବା ଅଭିଯୋଗରେ 8 ଜଣଙ୍କୁ ସନ୍ଦିଗ୍ଧ ଗିରଫ କରାଯାଇଛି। ଉଚ୍ଚ କ୍ଷମତା ସମନ୍ୱୟ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ରତିରକ୍ଷା ଉପକରଣରେ ଆଣ୍ଟିମନି ବ୍ୟାପକ ଭାବରେ ବ୍ୟବହୃତ ହୁଏ।